ଆସିଲା ବେଳକୁ ପଛେ ପଛେ ଆସିଲୁ ଏଠୁ ଡ୍ରେନ୍ କରେ ଦେଖିକି ଆସିଲା ବେଳକୁ ଏଠି ମୃତ୍ୟୁ ଦେହଟା ପଡିଛି। ସେଠୁ ଏଠି ସବୁ ଠିଆ ହେଇକି କହିଲେ ହେଇଠି ଗୋଟେ କଣ ଦୁଶୁଛି। ତା ପାଖକୁ ଗଲା ବେଳକୁ ପୁରା ପତି ଛଡିକି ହେଲାଣି। କାଲିର ଛୁଆଟା ପତି ଛଡିକି ପୋକ ହେଇଯିବ କି? ଖାଇବା ପଟ ଆଙ୍ଗୁଠି ଦିଟା ନାହିଁ ଜଣା ପଡୁଛି, କାରଣ ଇଏ ମର୍ଡର ଭଳିଆ ଜଣା ପଡୁଛି। ଦେଖନ୍ତୁ ସେ ଗଛକୁ ଦେଖନ୍ତୁ, ସାରୁ ବୁଦା ଦେଖନ୍ତୁ, ସେଇ ଗଛ ନହିଁକି ଆସି ଯେମିତି ଜଣକୁ ଘୋଷାଡିକି ଅଣାଗଲା ଭଳିଆ ଜଣା ପଡୁଛି। ଭୁବନେଶ୍ୱରରେ ପୁଣି ଥରେ ଚାଞ୍ଚଲ୍ୟ। ଆମେ ଯୋଉ ଜାଗାରେ ଛିଡା ହେଇଛୁ ତାହା ହଉଛି ବମିଖାଲ, ଯୋଉ ଆପଣ ରେଳ ଲାଇନ ଦେଖୁଛନ୍ତି, ଫ୍ଲାଏଓଭରଟି ଆପଣ ଉପରେ ଦେଖିପାରିବେ। ଏବଂ ଏଇ ଜାଗାରେ ଘଣ୍ଟାଏ ତଳେ ଗୋଟେ ମୃତଦେହ ଦେଇଛି। ମୃତଦେହ କାହାର କଣ ତାହାକୁ ନେଇକି ବର୍ତ୍ତମାନ ତନାଘନା ଚାଲିଛି। ଅଗ୍ନିଶମ ବିଭାଗ ଏବଂ ପୋଲିସ ପକ୍ଷରୁ ଏହାକୁ ନେଇକି ଛାନଭିନ କରାଯାଉଛି। ଏ ମୃତଦେହ ପଡିଥିବା ଜାଗାଟି ଆମେ ଆପଣଙ୍କୁ ଟିକେ ଦେଖେଇବାକୁ ଚାହିଁବୁ। ଯାହା ଆଶଙ୍କା କରାଯାଉଛି କି କେନାଲ ପାଣିରେ ଗତକାଲି ଯୋଉ ଆପଣ ବର୍ଷାଟି ଦେଖିଥିବେ, ବର୍ଷାର ଯୋଗୁଁ ଯୋଉ କେନାଲ ପାଣିରେ ବଡିଟି ଭାସି ଆସି ଏପଟକୁ ଲାଗି ଯାଇଛି ଏବଂ ଯୋଉ ବୁଦା ଦେଖୁଛନ୍ତି ସେ ବୁଦା ଭିତରେ ଛନ୍ଦି ହେଇକି ରହିଯାଇଥିବା ଯୋଉ ଦୃଶ୍ୟ ଆମେ ଦେଖିପାରୁଛୁ। ଆମେ ତ ଆପଣଙ୍କୁ ମୃତଦେହର ସମ୍ପୂର୍ଣ୍ଣ ଭିଜୁଆଲ ଦେଖେଇ ପାରିବୁ ନାହିଁ, କାରଣ ଏହା ଗାଇଡଲାଇନର ଖିଲାଫ। କିନ୍ତୁ ଆମେ ଆପଣଙ୍କୁ ଆନୁମାନିକ ଜାଗାଟି ଦେଖିବାକୁ ଚାହିଁବୁ। ବର୍ତ୍ତମାନ ଆପଣ ଯୋଉ ପରିସ୍ଥିତି ଦେଖୁଛନ୍ତି, ପୋଲିସ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ଏକାଧିକ ସଂଖ୍ୟାରେ ସେମାନେ ରହି ଏ ମୃତଦେହ କାହାର ଏବଂ କେଉଁଠୁ ଆସିକି ଭାସିଲା ତାହାକୁ ନେଇକି ତନାଘନା ଚାଲିଥିବା ବେଳେ ଆମେ ସ୍ଥାନୀୟ ଲୋକଙ୍କର କିଛି ମତାମତ ଏ ବିଷୟରେ ନେବାକୁ ଚାହିଁବା। ଆଜ୍ଞା, ଆପଣ ଦେଖିଥିଲେ? ଆମେ ଆଜ୍ଞା ଦେଖିବୁ ଯେତେବେଳେ ଅଗ୍ନିଶମ ବାହିନୀ ଆସିଲା, କଣ ହେଇଛି ବୋଲି ଆମେ ସେଠୁ କହିଲେ ଗୋଟେ ପିଲାଟିଏ ଭାସି ଯାଇଛି। କାଲି ବି ନ୍ୟୁଜରେ ଆମେ ଦେଖିଥିଲୁ ପିଲାଟିଏ ଭାସି ଯାଇଛି ବୋଲି ଡ୍ରେନ୍ ଭିତରେ। ସେଠୁ କହିଲେ ଏଇଠି ନାଖିଛି। ଏଠୁ ଆଉ ସମସ୍ତେ ଆମେ ଆସିଲୁ। ଆଉ ଆସିଲା ବେଳକୁ ପଛେ ପଛେ ଆସିଲୁ ଏଠୁ ଡ୍ରେନ୍ କରେ ଦେଖିକି ଆସିଲା ବେଳକୁ ଏଠି ମୃତ୍ୟୁ ଦେହଟା ପଡିଛି। ସେଠୁ ଏଠି ସବୁ ଠିଆ ହେଇକି କହିଲେ ହେଇଠି ଗୋଟେ କଣ ଦୁଶୁଛି। ତା ପାଖକୁ ଗଲା ବେଳକୁ ପୁରା ପତି ଛଡିକି ହେଲାଣି। କାଲିର ଛୁଆଟା ପତି ଛଡିକି ପୋକ ହେଇଯିବ କି? ତାପରେ ଦେଖିଲି ଯେ ତା ଉପରେ ସାରୁ ଗୁରେ ଗଦା ହେଇଛି। ସାରୁ ଗଛ ଗୁଡାକ ଯୋଉ ଉପୁଡିକି ପଙ୍କ ସାରୁ ବି ଗଦା ହେଇଛି। ଯାଇକି ଦେଖିଲି, ଦେଖିଲା ବେଳେ ଗନ୍ଧ ହଉଛି। ପୋକ ପୁରା ହେଇକି ତାର ଅବସ୍ଥା ନାହିଁ କିଛି। ଆଉ ଏଠି ସାରୁ ଗଛ ଗୁରା ସବୁ ଠିଆ ହେଇଛି। ସେଇଆଡୁ ସାରୁ ଗଛ ଗୁଡା ଘୋଷରା ହେଇକି ଯାଇଛି। ଆମେ ଭାବିଲୁ କି ଗୋଟେ ମାରିକି ବୋଧେ ପକେଇ ଦେଇଛି, ତାକୁ ପୋତି ଦେଇଛି। ପଙ୍କ ଗୁରା ଅଛି ନା ଭିତରେ ମାଡ଼ି ଦେଇଛି, ଇଏ ଫୁଲି ବାହାରିଛି। ଆଉ ତାପରେ ସାରୁ ଗଛ ଗୁଡା ଗଦେଇଛି। ଆଉ ଆପଣ କେତେବେଳେ ଆମେ ଦେଇନୁ, ପୋଲିସ ଆସିଥିଲେ। ଆସିଲେ ନିଜେ ଖବର ପାଇକି? ହଁ, ପୋଲିସ ଆସିକି ବୁଲିକି ଗଲେ। ଏଇ ଉପରେ ବି ଠିଆ ହେଇଥିଲେ। ଆଉ ଜିଆରପି ପୋଲିସ ଆସିଥିଲେ ନା କଣ ଦେଇକି ସେ ଆସିଥିଲେ। ଆମେ ତ ଅଗ୍ନିଶମ ବାହିନୀ ସାଥିରେ ଆସିଥିଲୁ। ଆଉ ଆଜ୍ଞା ଆସିକି ଯାହା ଦେଖିଲୁ। ମୁଁ 9:15 ହବ। ଆଜ୍ଞା, ସମାନ ଜାଗାରେ ଥିଲା ବଡି ନା? ନା ସେଇଠି ଏଇ ଜାଗାରେ ଥିଲା। ତ ଏବେ ଦେଖିପାରିବେ ଏଇ ଜାଗାରେ ଆଜ୍ଞା ଗୋଟେ ଟ୍ରେନ ବି ଆସୁଛି। ଯେହେତୁ ଏଇ ଜାଗାରେ ବର୍ତ୍ତମାନ ସୁଦ୍ଧା ଇନଭେଷ୍ଟିଗେସନ ଠିକରେ ଷ୍ଟାର୍ଟ ହେଇନାହିଁ, ତେଣୁ ଟ୍ରେନକୁ କୌଣସି ଭାବେ ଚଳାଚଳ କରିବାକୁ ଅଟକା ଦିଆଯାଇନି। ଯାହା ସ୍ଥାନୀୟ ଲୋକ ଆମକୁ ସୂଚନା ଦଉଥିଲେ କି ସକାଳ ପାଖାପାଖି 8ଟାରୁ 9ଟା ଭିତରେ ସେମାନେ ଦେଖିବାକୁ ପାଇଲେ ଯେ ଏଇ ଜାଗାରେ ଡେଡ୍ ବଡିଟି ଭାସିକି ଆସିକି ପଡିଛି। ଏଇ ଜାଗାରେ ଆମେ ଦେଖିପାରିବା ସ୍ୱାଭାବିକ ଭାବେ ଟ୍ରେନର ଚଳାଚଳ ରହିଛି, କିନ୍ତୁ ଯାହା ହେଲେ ବି ଯେତେବେଳେ ଭିଡ଼ ଲାଗି ଯାଉଛି ଲୋକମାନେ ସେତେବେଳେ ଆଶଙ୍କାରେ ରହୁଛନ୍ତି ଯେ ପୋଲିସ ପକ୍ଷରୁ କେତେବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହବ। ଆମେ ଯାହା ଆପଣଙ୍କୁ ଲାଇଭ ଦୃଶ୍ୟ ଦେଖେଇବୁ କି କେବଳ ଜଣିଏ ପୋଲିସ ଅଧିକାରୀ ସେ ଜାଗାରେ ଉପସ୍ଥିତ ଅଛନ୍ତି, ଅନ୍ୟମାନେ ସମସ୍ତେ ସେଇ ପଟକୁ ଯାଇଛନ୍ତି ଏବଂ ସେଇପଟୁ ଯାଇକି ପଚରା ଉଚରା ଚଲାଇଛନ୍ତି ସ୍ଥାନୀୟ ଲୋକଙ୍କ ସହିତ କି କଣ ସେମାନେ କୋଉ ପରିସ୍ଥିତିରେ ବଡିଟିକୁ ଦେଖିଥିଲେ ଏବଂ ତା ପୂର୍ବରୁ କଣ ଘଟଣା ଘଟିଥାଇପାରେ ତାକୁ ନେଇକି କିଛି ପ୍ରକାର ଅନୁମାନ କରାଯାଉଛି ଯେ ଏହା ପ୍ରକୃତରେ କୌଣସି ଅଜଣା ମୃତଦେହ କିମ୍ବା କାହାକୁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଅବସ୍ଥାରେ ତାକୁ ମାରିକି ପକାଇ ଦିଆଯାଇଛି। ଏହାକୁ ନେଇକି ବିଭିନ୍ନ ଆକଳନ କରାଯାଉଛି। ଆମେ ଆଉ କିଛି ଜଣ ମଧ୍ୟ ଅଛନ୍ତି, ତାଙ୍କୁ ଚେଷ୍ଟା କରିବା। ଭାଇ, କୋଉଠି ଦେଖିବାକୁ ପାଇଥିଲେ ଆପଣ ଡେଡ୍ ବଡି? ଏବେ ଜଷ୍ଟ ଆସିକି ଦେଖିଲି ମୁଁ ଏଠି। ଆପଣ ପାଖରେ ରହୁଛି? ହଁ, ଏଇ ସବୁ ଘଟଣା ଏଠି ନୂଆ ନା ଯେମିତି ଆଗରୁ ବି ବହୁତ ନିଶା ଫିସା ଖାଇକି ପରିସ୍ଥିତିରେ କଣ ଏମିତି କରିବାଟା ଠିକ ଲାଗେ? ଠିକ ନୁହଁ ନା। ଜଲ୍ଦି ଉଦ୍ଧାର କରିବା କଥା। ଡେଡ୍ ବଡି କାହାର କଣ ସେ ଚିନ୍ତିତ ହଉଥିବେ, କଣ ହଉଥିବେ, ଆଇଡେଣ୍ଟିଫାଇ କରିବା କଥା ବଡି। ଲେଟ୍ କଲେ ପ୍ରୋବ୍ଲେମ ନା। ଭାଇ, ଆପଣ କେତେବେଳେ ଦେଖିଲେ? ମୁଁ ତ ଏବେ ଜଷ୍ଟ ଅଧଘଣ୍ଟେ ହବ ଶୁଣିଲି। ଦେଖିବାକୁ ଆସିଲି କି ନାଇଁ ଜଣେ ଲାଖିଛି ବୋଲି, ହେଲେ ଇଏ ତ ଜଣା ପଡୁନି ଯେ ଟ୍ରେନ ବାଡେଇଥିବା କି ବା ଗୋଟା କଣ ଆକ୍ସିଡେଣ୍ଟ ହେଇଥିବା। ଜଣା ପଡୁଛି ମର୍ଡର ହେଲା ଭଳି, କାରଣ ପାଣି ଯିବା ଆଉ ପାଣି ସୁଅ କାଟିଲେ ତା ସାରୁ ବୁଦା କେମିତି ସାଇଟ୍ ହବା ଜଣା ପଡିବ। କାରଣ ଇଏ ଘୋଷାଡିକି ଅଣା ଯାଇଛି 10 ଦିନ ବା ହାର୍ଟଲି ନହେଲେ ଉର୍ଦ୍ଧ୍ୱ ଟାଇମ
ହେଲାଣି ସେ ପାଣିରେ ଡେଡ୍ ବଡିରେ ପଡିକି ଅଛି। ଜଣା ପଡୁଛି ପୋକ ଫୋକ ଲାଗିଗଲାଣି, ଜଣା ପଡୁନି ସେ ବଡି ଉପରକୁ ଆସିଲା ପରେ ଜଣା ଆପଣ ପଡୁଛି। ଯେତିକି ଦେଖିଲେ ବଡି ଇଣ୍ଟାକ୍ଟ ଅଛି, କୌଣସି କଟା ପ୍ରକାର କଟା ନାଇଁ କଟା ଦାଗ ଅଛି, କାରଣ ଯେହେତୁ କି ତାଙ୍କର ଆଙ୍ଗୁଠି ଦୁଇଟା ନାହିଁ, ଫେଷ୍ଟଲି ଖାଇବା ପଟ ଆଙ୍ଗୁଠି ଦିଟା ନାହିଁ ଜଣା ପଡୁଛି। କାରଣ ଇଏ ମର୍ଡର ଭଳିଆ ଜଣା ପଡୁଛି। ଦେଖନ୍ତୁ ସେ ଗଛକୁ ଦେଖନ୍ତୁ, ସାରୁ ବୁଦା ଦେଖନ୍ତୁ, ସେଇ ଗଛ ନହିକି ଆସି ଯେମିତି ଜଣକୁ ଘୋଷାଡିକି ଅଣାଗଲା ଭଳିଆ ଜଣା ପଡୁଛି। କାରଣ ଯଦି ଘୋଷାଡିକି ନ ଅଣାଇଥାନ୍ତା ଏମିତି ସାରୁପତ୍ର ହେଇନଥାନ୍ତା। କାରଣ ତ କୌଣସି ଅଗ୍ନିସେବା ବା କୌଣସି ପୋଲିସ ବା ଅଧିକାରୀ ତ ଭିତରକୁ ଯାଇନାହାନ୍ତି। ଯାଇଥିଲେ ଜଣା ପଡିଥାନ୍ତା ଯେ କିଏ ଗଲା ଭଳି, ହେଲେ କିଏ ନ ଯିବାରୁ ଜଣା ପଡୁଛି ଯେ କିଏ ଗୋଟେ ମର୍ଡର ହେଲା ଭଳି ଜଣା ପଡୁଛି। 4-5 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଇନି। ଉଦ୍ଧାର କାର୍ଯ୍ୟ ତ ଆସିନାହାନ୍ତି, ନା ରେଳବାଇ ନଉଛନ୍ତି, ନା ରହୁଛନ୍ତି ଲକ୍ଷ୍ମୀସାଗର ଥାନା ବାଲା ନା ବୁଝୁଛନ୍ତି, ଫାୟାର ବାଲା ବି ଆସିଲେ। ଫାୟାର ବାଲା ବି ଆସୁନାହାନ୍ତି। ଜଣା ପଡୁନି କାହା ବଡି ବୋଲି। ବାଡି ଉପରକୁ ଆସିଲା ପରେ ଜଣା ପଡିବ, ଆଇଡେଣ୍ଟିଫାଇ କଲା ପରେ ଜଣା ପଡିବ ଯେ ବଡି କାହାର। ଧନ୍ୟବାଦ ଭାଇ ଆପଣଙ୍କ ମତାମତ ନିମନ୍ତେ। ଆଉ ଆପଣ ଦେଖିପାରିବେ ଏଠି ଗୋଟେ ପରେ ଗୋଟେ ଟ୍ରେନ ଆସୁଛି ଏବଂ ଏ ଟ୍ରେନ ଯିବା ଆସିବା ହବା ସତ୍ତ୍ୱେ ମଧ୍ୟ ତଦନ୍ତ ବାଧାପ୍ରାପ୍ତ ହଉଥିବା ଯାହା ବି ଆମେ ଜାଣିବାକୁ ପାଉଛୁ। କିନ୍ତୁ ମୂଳ କଥା ହେଲା କି ଏଇ ଜାଗାରୁ କେମିତି କି ଉଦ୍ଧାର କାର୍ଯ୍ୟ କରାହବ, ଉଦ୍ଧାର କାର୍ଯ୍ୟ କରିବା ସମୟରେ ଯଦି ଏଠି ସଠିକ ଭାବେ ମାନେ ପ୍ରିକସନ ନ ନିଆଯାଏ, ତେଣୁ ନିହାତି ଭାବରେ ତଦନ୍ତ ବାଧାପ୍ରାପ୍ତ ହୋଇପାରେ ବୋଲିକି ଯାହା ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି। କ୍ୟାମେରାମ୍ୟାନ ସଞ୍ଜୟଙ୍କ ସହିତ ଅର୍ଣ୍ଣବ ମହାନ୍ତିଙ୍କ ରିପୋର୍ଟ, ଆଙ୍ଗର ଷ୍ଟୋରି।